ହ୍ୟାଲୋ ଫ୍ରେଣ୍ଡସ୍, ଆଜି ଆପଣମାନେ ସିନ୍ଦୁରଖେଳ ଦେଖିଯାଉଛନ୍ତି ଏକ ଦମଦାର ଏପିସୋଡ। ତ ସ୍କିପ୍ ନ କରି ଲାଷ୍ଟ ପର୍ଯ୍ୟନ୍ତ ନିଶ୍ଚିତ ଭାବେ ଦେଖନ୍ତୁ। ଆଉ ତା ସହିତ କହି ରଖି ଯେଉଁମାନେ ପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ପ୍ଲିଜ୍ 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 ସବସ୍କ୍ରାଇବ୍ କରିଦିଅନ୍ତୁ। ଯେତେବେଳେ କି ଆମେ ଭିଡ଼ିଓ ଅପଲୋଡ଼ କରୁ ତା ନୋଟିଫିକେସନ୍ ଆପଣମାନଙ୍କ ପାଖରେ ପହଞ୍ଚିବ। ସୋ ଚାଲନ୍ତୁ ଷ୍ଟାର୍ଟ କରିବା କ'ଣ ରହିଛି ଆଜିର ଏପିସୋଡ। ଆଜି ଆପଣମାନେ ଦେଖିବେ ରଶ୍ମି ଯେତେବେଳେ ଅଛନ୍ତି ମେଡ଼ିକାଲ ପଡ଼ିଛନ୍ତି, ସେତେବେଳେ ମଲ୍ଲିକା ତାର ଫାଇଦା ଉଠେଇକି ଚାଲି ଆସିଛନ୍ତି ଏକୁଟିଆ ଦେଖିକି। ଆଉ ସେତିକିବେଳେ ସେମାନେ କ'ଣ କରିଛନ୍ତି ନା ଅକ୍ସିଜେନ୍ ପାଇପ୍କୁ ଖୋଲି ଦେଇକି ତାକୁ ମାରିବା ପାଇଁ ଚେଷ୍ଟା କରୁଛନ୍ତି। ଏଇ ସବୁ ଜିନିଷ ଦେଖୁଛନ୍ତି ଦୂରରୁ ଥାଇକି ଆଦ୍ୟା। ତ ଆଦ୍ୟା ଚେଷ୍ଟା କରିଛନ୍ତି ରଶ୍ମିକୁ ବଞ୍ଚାଇବା ପାଇଁ, ସେଥିଲାଗି ସେପଟୁ ଗୋଟେ ପ୍ଲେଟ୍ ଫୋପାଡ଼ିଛନ୍ତି। ଆଉ ମଲ୍ଲିକା ମୁଣ୍ଡରେ ବାଜି ଯାଇଛି ଆଉ ମଲ୍ଲିକା ତଳେ ପଡ଼ିଯାଇଛନ୍ତି। ତାପରେ ମଲ୍ଲିକା ଦୌଡ଼ି ସେଠୁ ପଳେଇଛନ୍ତି, ରଶ୍ମି ଉଠି ଯାଇଛନ୍ତି। ତ ରଶ୍ମିକି କେବଳ ଦେଖାଯାଉଛନ୍ତି ଆଦ୍ୟା, ଆଉ ତ କେହି ଦେଖିପାରୁନାହାନ୍ତି। ଯେତେବେଳେ ରଶ୍ମି କାନ୍ଦୁଛନ୍ତି ଆଉ କହୁଛନ୍ତି ଆଜି ତମ ପାଇଁ ମୁଁ ବଞ୍ଚିଗଲି ସତ, କିନ୍ତୁ ମୁଁ ଯେତେବେଳେ ଭଲ ହେଇକି ଘରକୁ ଯିବି ସେ ନିଶ୍ଚିତ ଭାବରେ ମୋତେ ମାରିବା ପାଇଁ ଚେଷ୍ଟା କରିବ। ତ ଆଦ୍ୟା ସେତେବେଳେ କହୁଛନ୍ତି କି ତମେ ଜମା ବ୍ୟସ୍ତ ହୁଅନି, କାହିଁକି ନା ମୁଁ ଅଛି, ଯେତେ ଦିନ ଯାଏଁ ମୁଁ ଥିବି ତୋର କି ଆମ ଦୁଇ ଛୁଆଙ୍କର କେହି ବି କିଛି କ୍ଷତି କରିପାରିବେନି। ଏମିତି କହୁଛନ୍ତି, କିନ୍ତୁ ମଲ୍ଲିକା ଭାବୁଛନ୍ତି ଏଠି ତ କେହି ନାହାନ୍ତି, ଏଠି ତ କେହି ବି ନଥିଲେ, ମୁଁ ତ ଦେଖିକି ଆସିଥିଲି, କିନ୍ତୁ ଏ ଭିତରକୁ ଆସିଲା କି ଆଉ ମୋ ମୁଣ୍ଡରେ ଏଇ ପ୍ଲେଟ୍‌ଟା ବାଜିଲା କେମିତି? ଠିକ୍ ଅଛି, ଆଜି ସିନା ତୁ ବଞ୍ଚିଗଲୁ, କିନ୍ତୁ ମୁଁ ତତେ ଆଉ କେବେ ଆଗକୁ ଛାଡ଼ିବିନି, ଆଗକୁ ଯେମିତି ହେଲେ ତତେ ମାରିକି ରହିବି। ଏମିତି କହି ସେ ସେଠୁ ବାହାରି ଯାଉଛନ୍ତି। କିନ୍ତୁ ରୋଶନୀ ମନରେ ଡର ପଶିଯାଇଛି ଯେ ମଲ୍ଲିକା ମନରେ ଯେଉଁ କାଳି ଶକ୍ତି ଅଛି, ମଲ୍ଲିକା ଯେଉଁ କାଳି ଶକ୍ତିର ଅଧିକାରୀ ହେଇସାରିଛି, ସେ ତା ବଳରେ ନିଶ୍ଚିତ ଭାବରେ ମୋତେ ମାରିଦେବ। ନହେଲେ ଆନ୍ୟାକୁ ମଧ୍ୟ କିଛି କ୍ଷତି କରିବ। ତ ଆଦ୍ୟାଙ୍କର ସପୋର୍ଟ ପାଇଁକି ଆଜି ବଞ୍ଚି ଯାଇଛନ୍ତି ରଶ୍ମି। କିନ୍ତୁ ଆଗକୁ କ'ଣ ସତରେ ଆଦ୍ୟା ସବୁ କ୍ଷେତ୍ରରେ ରୋଶନୀ ଆଉ ତାଙ୍କ ଦୁଇ ଛୁଆଙ୍କୁ ବଞ୍ଚେଇ ପାରିବେ? ଯଦି ଜାଣିବା ପାଇଁ ଚାହୁଁଛନ୍ତି ନିଶ୍ଚୟ ଅପେକ୍ଷା କରନ୍ତୁ ନେକ୍ସଟ ଏପିସୋଡକୁ। ଏ ଏପିସୋଡଟା କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରିବେ। ତା ସହିତ ଏଇ ଏପିସୋଡରେ କାହା କ୍ୟାରେକ୍ଟର ବେଶୀ ଭଲ ଲାଗିଲା ସେଟା ମଧ୍ୟ କମେଣ୍ଟ ମାଧ୍ୟମରେ ଜଣାଇବେ। ତ ରହିଲୁ, ନେକ୍ସଟ ଏପିସୋଡ ବହୁତ ଜଲ୍ଦି ରିଭ୍ୟୁ ନେଇ ଆସିବୁ। କିନ୍ତୁ ତା ପୂର୍ବରୁ କହି ରଖୁଛି, ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଆମ ଚ୍ୟାନେଲରେ ନୂଆ ଅଛନ୍ତି ନିଶ୍ଚିତ ଭାବରେ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିଦିଅନ୍ତୁ। ଯେତେବେଳେ ଆମେ ଭିଡ଼ିଓ ଅପଲୋଡ଼ କରୁ ତା ନୋଟିଫିକେସନ୍ ଆପଣଙ୍କ ପାଖରେ ପହଞ୍ଚିବ। ସୋ ରହିଲୁ, ବାଏ।